ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ତ ମୁଁ ଅମନ ବେହେରା ସ୍ୱାଗତ କରୁଛି ଆଜିର ଏଇ ନୂଆ କାହାଣୀକୁ। ତ ମୁଁ ଏବେ ଆପଣମାନଙ୍କୁ କିଛିଟା କଥା କହିବି ଯେଉଁଟାକି ଆପଣଙ୍କ ଜୀବନର ଆପଣଙ୍କ ବଞ୍ଚିବାର ଶୈଳୀକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବ। ତ ସେଇ ତିନିଟା କଥା କ'ଣ, ସେଇ କିଛି କଥା କ'ଣ, ତ ଏଇ ଭିଡ଼ିଓ ମାଧ୍ୟମରେ ନିଶ୍ଚିତ ଦେଖନ୍ତୁ। ତ ଭିଡ଼ିଓଟା କେହି ସ୍କିପ୍ ନ କରିକି ପୁରା ଦେଖନ୍ତୁ। ଏଇ କିଛିଟା କଥା ହେଉଛି ଚାଣକ୍ୟବାଣୀ, ଯାହା ଆପଣଙ୍କ ଜୀବନକୁ ବହୁ ମାତ୍ରାରେ ବଦଳାଇବାରେ ସାହାଯ୍ୟ କରିବ। ପ୍ରଥମ କଥା ହେଲା, କେବେ କାହାକୁ ଆପଣଙ୍କର ଇନକମ୍ ବିଷୟରେ ଜମା ବି କୁହନ୍ତୁନି କି ମୋର ଇନକମ୍ କେତେ। ତ ମୁଁ କେବେ ବି କାହାକୁ କହିବିନି ମୁଁ କେତେ ଟଙ୍କା ଇନକମ୍ କରୁଛି, କ'ଣ କରୁଛି, ସାଙ୍ଗସାଥି କେବେ କାହାକୁ କହିବିନି। ତ ଆପଣମାନଙ୍କ ମନରେ ଏଇଟା ଆସୁଥିବ ଏବେ କି ତ ମୁଁ ଇନକମ୍ କରୁଛି, ମୋ ସାଙ୍ଗସାଥି ବାପା ଯିଏ ବି ପଚାରିବେ ତ କାହିଁକି କହିବିନି। କି ସେଇଟା କହିବା ଦ୍ୱାରା ଆପଣଙ୍କ କମଜୋରିକୁ ଆପଣ ଅନ୍ୟମାନଙ୍କ ଆଗରେ ପ୍ରକାଶ କରୁଛନ୍ତି। କି ଆପଣ ଯେତେବେଳେ ଦେଖିବେ ଆପଣ ଇନକମ୍ କହୁଛନ୍ତି ତ ସିଏ କ'ଣ ଭାବିବ ନା କି ମୁଁ ତା'ଠାରୁ କେମିତି ଉପରକୁ ଯିବି। ତ ସିଏ ଗୋଟେ କମ୍ପେୟାର ଆରମ୍ଭ କରିଦେବ ତୁମ ସାଙ୍ଗରେ। ସେତେବେଳେ ଆଉ ସିଏ ସାଙ୍ଗ ନଜରରେ ନୁହେଁ, ଗୋଟେ ଅଲଗା ମାଇଣ୍ଡରେ ତୁମକୁ ଦେଖିବ କି ସିଏ କେମିତି ଆପଣଙ୍କଠୁ ଅଧିକା ଗ୍ରୋ କରିବ। ତ କେବେ ବି ସେଇଥିପାଇଁ କୁହନ୍ତୁନି ଏ କଥା। ତ ଆଉ ହେଲା ଦ୍ୱିତୀୟ କଥା, ଆପଣଙ୍କ ସମସ୍ୟା, ଆପଣଙ୍କ ଜୀବନର ସମସ୍ୟା କ'ଣ ରହିଛି, ପାରିବାରିକ ହେଉ ବା ଯେକୌଣସି ସମସ୍ୟା, କେବେ କାହାକୁ ଏକଥା ଜମା ବି କୁହନ୍ତୁନି। କି ଯଦି ଆପଣ ଏକଥା କହୁଛନ୍ତି ତ ସିଏ ତୁମର ଦୋଷଟାକୁ ଖୋଜିବ କି କେଉଁଠି କ'ଣ କମଜୋରି ରହିଲା, ତ ସେଇ ଜାଗାରେ ଆମେ ତାକୁ ହଇରାଣ କରିବୁ। ତ ଏ କଥା ବି କେବେ କାହାକୁ କୁହନ୍ତୁନି କି ମୋର ଦୋଷ ଦୁର୍ବଳ କ'ଣ ଅଛି ବା ମୋର ସମସ୍ୟା କ'ଣ ଅଛି କି ଆମର ଏଠି କ'ଣ ହେଉଛି, କେବେ କାହାକୁ କୁହନ୍ତୁନି। ତ ନ କହିଲେ ନିଜ ପାଇଁ ହିଁ ସବୁଠୁ ଭଲ। ଆଉ କ'ଣ, ଆଉ ଗୋଟେ କଥା କି ଆପଣଙ୍କର ଦୁର୍ବଳତା କ'ଣ ରହିଛି, କି କାହାକୁ ସାହାଯ୍ୟ କରୁଛନ୍ତି, କି କାହାକୁ ଭଲ ପାଉଛନ୍ତି, କି ଯାହା ବି ହଉ, ତ ଏକଥା କେବେ କାହାକୁ କହିବେନି। ତ ଏଇ ତିନିଟା କଥା ସବୁବେଳେ ପାଇଁ ମନେ ରଖନ୍ତୁ। କି ଏ ତିନିଟା କଥା ଯଦି ପାଳନ କରୁଛନ୍ତି, ନିଶ୍ଚିତ ଭାବରେ ଆପଣଙ୍କ ଜୀବନର ପରିବର୍ତ୍ତନ ହେବ। କି କେବେ କାହାକୁ ନିଜ ଇନକମ୍ କୁହନ୍ତୁନି, ଆଉ ନିଜ ସମସ୍ୟାକୁ କେବେ କାହା ଆଗରେ ପରିପ୍ରକାଶ କରନ୍ତୁନି, କି ନିଜର ଦୁର୍ବଳତା ଯେଉଁଟା ରହୁଛି କେବେ କାହାକୁ କୁହନ୍ତୁନି। ନିଶ୍ଚିତ ଦେଖିବେ ଏଇ କଥାକୁ ପାଳନ କରନ୍ତୁ, ଆପଣଙ୍କ ଜୀବନ ନିଶ୍ଚିତ ବଦଳିଯିବ। ଧନ୍ୟବାଦ।